କିଛି ଲୋକ ଏତେ କମଜୋର ହୋଇଥାନ୍ତି କି ଯେତେବେଳେ ରାଗ ଆସିବା କଥା ସେ କାନ୍ଦି ପକାନ୍ତି। ବୟସରେ ଛୋଟ ହେଉଥାଉ କି ବଡ଼, ବାସ୍ତବରେ ସିଏ ହିଁ ବଡ଼ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ସମ୍ମାନ, ସ୍ନେହ, ପ୍ରେମ ଥାଏ। ଇଜ୍ଜତ କେବେ କୌଣସି ମଣିଷର ହୋଇନଥାଏ। ପ୍ରକୃତରେ ଇଜ୍ଜତ କେବଳ ଆବଶ୍ୟକତାର ହୋଇଥାଏ। ଆବଶ୍ୟକତା ଶେଷ, ତେବେ ଇଜ୍ଜତ ବିଶେଷ। ସ୍ୱପ୍ନ ଦେଖିବାଟା ଭୁଲ ନୁହଁ, କିନ୍ତୁ ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ନିଶ୍ଚିତ ଭୁଲ ହିଁ ହୋଇଥାଏ। ବେଳେବେଳେ କେହି ନିଜ ଲୋକ ହିଁ ଜଣେଇ ଦିଅନ୍ତି କି କେହି ନିଜର ନୁହେଁ ବୋଲି। ଯଦି ଆପଣ ପ୍ରଥମ ଥର ଚେଷ୍ଟା କରି ବିଫଳ ହୋଇଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଗୋଟିଏ ବଡ଼ କଥା। ଆପଣ ସେହି ମହାନ ବ୍ୟକ୍ତିତ୍ୱମାନଙ୍କ ସହ ସମାନ। କାରଣ ଇତିହାସ ରଚିଥିବା ପ୍ରତ୍ୟେକଟି ମହାନ ଆଦର୍ଶମାନେ ପ୍ରଥମ ଥର ବିଫଳ ହୋଇଥିଲେ। ଏବେ ଯଦି ଆପଣ ତାଙ୍କ ଭଳି ହେବାକୁ ଚାହାନ୍ତି, ତେବେ ଚେଷ୍ଟା କରିବା ନ ଛାଡ଼ି ବାରମ୍ବାର ଜିତିବାକୁ ଚେଷ୍ଟା କର। ପୁଣି ଥରେ ଯଦି ହାରିଯାଅ, ତେବେ ପୁନର୍ବାର ଜିତିବାକୁ ଚେଷ୍ଟା କର। ବାରମ୍ବାର ହାରିବା ଦ୍ୱାରା ମଧ୍ୟ ଆପଣ ଅନେକ ଅଭିଜ୍ଞତା ହାସଲ କରିପାରିବେ, ଯାହା ଭବିଷ୍ୟତରେ ଆଉ କେବେ ହାରିବାକୁ ଦେବ ନାହିଁ। ଗଛରୁ ପଡ଼ୁଥିବା ପତ୍ରକୁ ଦେଖି ଏତିକି ତ ନିଶ୍ଚୟ ବୁଝି ହୋଇଯାଏ, ବୋଝ ପରି ଲାଗିଲେ ନିଜ ଲୋକ ବି ତଳକୁ ପକାଇ ଦିଅନ୍ତି। ଗୋଟିଏ ଇଚ୍ଛା ଥିଲା ତୁମ ସହ ଜୀବନ ବିତେଇବାର, ନହେଲେ ଭଲ ପାଇବା ନା କାହା ସହ ବି ହୋଇପାରିଥାନ୍ତା। କେବଳ ହାତ ଧରିଦେଲେ ଭଲ ପାଇବା ହୋଇଯାଏନି, ଏମିତି ସାରା ଜୀବନ ପାଖାପାଖି ରହିବାର କଥା ଦେବାକୁ ପଡ଼େ। ଯଦି ରାତିରେ କାହା କଥା ବାରମ୍ବାର ମନେ ପଡ଼େ, ତେବେ ବୁଝିଯାଅ କି ତୁମ ଜାଣତରେ ବା ଅଜଣାତରେ ସିଏ ତୁମ ଦୁର୍ବଳତା ହୋଇସାରିଲାଣି। ଆଉ ଇଏ ଏକ ଏମିତି ଦୁର୍ବଳତା, ନା ରାତିରେ ଶୋଇବାକୁ ଦେବ, ନା ଦିନରେ ବଞ୍ଚିବାକୁ ଦେବ।